ରାଜା ହେଇପାରିବ। ମହାରାଜ ମାନେ ବାବାଜୀ ଗୋଟେ ହବା ସମ୍ଭବ ନୁହେଁ, ସେଟା ଉପର ବାଲାର ଇଚ୍ଛା ଥିଲେ ହେଇପାରିବ। ନହେଲେ କେମିତି ଯେମିତି ଟାଉଟର କେତେ ବୁଲୁନାହାନ୍ତି, ସୁର ସାରଥୀ କେତେ ବୁଲୁ ନଥିଲେ କି ନକଲି ଭେଷରେ ଆଶାରାମ। ତାହେଲେ ଏମିତି ମହାରାଜର ଲାଭ କଣ ଅଛି? ସଂସାରକୁ ଧୋକା ଦିଅ ନା। ସୁଖ ପ୍ରାୟମଣି ତରିବ ଭବ ତରଙ୍ଗୀ। ଆଉ ମାନସରେ ନବଦା ଭକ୍ତି 8 ଯଥା ଲାଭ ସନ୍ତୋଷା ସପନ ନ ଦେଖିବ ପରଦୋଷା। ସେଥିପାଇଁ ହାନି ଲାଭ ସଂସାରରେ ଅଛି। ଦିନ ରାତି ପାପ ପୁଣ୍ୟ ଦିନ ରାତି ଜାତି କୁଜାତି ସୁଜାତି ଅଛନ୍ତି, ଆମେ ତାକୁ ଏଡ଼େଇ ପାରିବା ନାହିଁ। ସେଥିପାଇଁ ଆମେ ଏଇ ଜୀବନରେ ଦୁଃଖ ସୁଖ ହାନି ଲାଭ ସବୁ ସହିବା। ପ୍ରଥମ ତାଙ୍କର ବାଳକାଳର ଗୋଟେ ଇଏ କହୁଛି, ପ୍ରାତ କାଳ ଉଠି ଶ୍ରୀ ରଘୁନାଥ ମାତା ପିତା ଗୁରୁ ନା ବହି ମାଥା। ଆମର ମାତା ଗୁରୁ ପିତା ଗୁରୁ ଯେ ଏଇମାନେ ଆମକୁ ଖାଇବା ପିଇବାକୁ ଦଉଛନ୍ତି, ଏଇ ପ୍ରଥମ ଭଗବାନ। ଆମେ ଏଇ ପଥର ଆମକୁ କଥା କହୁନାହିଁ କି ମତେ ଖାଇବାକୁ ଦେଇକି ବଢେଇ ନାହାନ୍ତି। ମୋର ଗୁହ ମୁତ ଏମାନେ ପୋଚିଛନ୍ତି, ଖାଇ ପିଇ ବଡ କରିଛନ୍ତି, ମୁଁ ତାଙ୍କୁ ପ୍ରଣାମ କରିବି, ଏଇ ମୋର ଠାକୁର। ସେଥିପାଇଁ ମର୍ଯ୍ୟାଦା ପ୍ରଥମ ବାଳ ଲୀଳାରେ ତାଙ୍କର ଏଇଟା ଆଇଲା, ଗୁରୁଙ୍କୁ ପ୍ରଣାମ କରନ୍ତି ଆମକୁ। ତାପରେ ସେ ବଢିଛନ୍ତି, ସାଧୁ ସନ୍ତଙ୍କ କଥା ମାନିଛନ୍ତି। ଏ ଜୀବ ସାଧୁ ସଙ୍ଗ ବିନୁ ଲବି ନ ପାରେ ମୋର ତନୁ। ଭଗବାନ ଆଚରଣ ମାନେ ସେ ଆଚରଣ କଲେ, ଭଗବାନ ଲୀଳା ପୁରୁଷୋତ୍ତମ ଉଚ୍ଚାରଣ କଲେ। ଆଚରଣ ତାଙ୍କ ବାଳକାଳରେ ମାତା ପିତାକୁ ପ୍ରଣାମ କରିବାର କୋଉଠି ଭାଗବତରେ ଲେଖା ନାହିଁ, ହରିବଂଶରେ ଲେଖା ନାହିଁ। ସେଥିପାଇଁ ଲୀଳା ସେ କହିଲେ କର, କିନ୍ତୁ ଇଏ ପ୍ରାକ୍ଟିକାଲ ଟା କଲେ। ଆଚରଣ ଉଚ୍ଚାରଣ ନୁହେଁ। ଆଚ୍ଛା, ସାଧୁ ସଙ୍ଗ କଲେ। ତାପରେ ଦେଖନ୍ତୁ, ଆପଣ ତାରକା ଜଣେ ନାରୀ, ଯେତେ ବିଶ୍ୱାମିତ୍ର ସହିତ ସେ ଗଲେ, କହିଲେ ମୁଁ ନାରୀ କି ମାରିବି ନାହିଁ। କାହିଁ ନାରୀ ଗୋଟେ ଜୀବ ହତ୍ୟା କରିବି ନାହିଁ। ଗୁରୁ କହିଲେ ଦେଖ, ତାରକା ମାନେ ତାଡ଼ନା ଦଉଛି ଜଗତକୁ, ଯିଏ ବହୁ ଲୋକ ତାଡ଼ନା ଦଉଛି। ଯଦି ଗୋଟିଏ ଲୋକ ଗୋଟେ ଗାଁକୁ ନଷ୍ଟ କରୁଛି, ସେ ଲୋକ ଗୋଟିଏକୁ ମାରିଦେଲେ ପାପ ନାହିଁ। ସେଥିପାଇଁ ଇଏ ବହୁତ ଲୋକ ମାରିଲାନି ତାରକା, ଇଏ ବହୁତ ଲୋକ ମାରିବ, ତାକୁ ତୁ ମାରିଦେ, ପାପ ନାହିଁ। ମୁଁ ଗୁରୁ କହୁଛି, ଶାସ୍ତ୍ର କହୁଛନ୍ତି, ମାନସ କହୁଛି, ମାତା ପିତା ଗୁରୁ ପ୍ରଭୁ କେ ବାଣୀ ବିନା ବିଚାରୀ କରିବ ଶୁଭ ଜାନି। ବିନା ବିଚାରରେ ମାତା ପିତା ଗୁରୁକୁ ବାଣୀକୁ ଆଚରଣ କରିନେବ। ତାହେଲେ ବିଶ୍ୱାମିତ୍ରଙ୍କ କଥା ଭଗବାନ ରାମ ଆଚରଣ କରିନେଲେ, ଅନେକ ତାରକାକୁ ମାରିଦେଲେ। ତାହେଲେ ଗୁରୁଙ୍କ ବାକ୍ୟକୁ ପାଳନ କରିବା ହେଉଛି ମର୍ଯ୍ୟାଦା। ତାକୁ ଅପମାନ କରିବା, ତାକୁ ଖଣ୍ଡନ କରିବା ଅମର୍ଯ୍ୟାଦା। ଗଲେ ଆଗକୁ ଗଲେ, କହିଲେ ଅହଲ୍ୟାକୁ ଏଠି ପଥର ହେଇକି ପଡିଛି, ତୁ ଅହଲ୍ୟାକୁ ଉଦ୍ଧାର କଲେ। ନା ନାରୀ, ସେ ଋଷିଙ୍କର କନ୍ୟା ନା ପତ୍ନୀ, ମୁଁ ପାଦ ଦେବି ନାହିଁ, ମୁଁ କ୍ଷତ୍ରିୟ, ସିଏ ବ୍ରାହ୍ମଣ। କହିଲେ ଦେଖ, ଗୋଟିଏ କାମ ତ ମୁଁ କହିଲି ତମେ ପାଳନ କଲ ନା ନାହିଁ, ଏ କାମଟାକୁ ବି ପାଳନ କର। ସେଥିପାଇଁ ଅହଲ୍ୟା ପାଦ ଦେଖି ଅହଲ୍ୟାକୁ ଉଦ୍ଧାର କଲେ। ଅହଲ୍ୟା ସ୍ତୁତି କରି ଗଲା। ଦେଖନ୍ତୁ, ଜଣେ ଜୀବ ଯିଏ ପତି ଠାରୁ ଅଲଗା ହେଇକି ଜୀବନରେ ପଥର ହେଇକି ପଡି ରହିଥିଲା, ଏଇଭଳି ଜୀବକୁ ଜଣେ ଉଦ୍ଧାର କଲେ। ପରହିତ ସରିଷ ଧର୍ମ ନାହିଁ ଭାଇ, ପର ପୀଡ଼ା ସମ ନାହିଁ ଅଧମାଇ। ମାନସ କହୁଛନ୍ତି। ସେଥିପାଇଁ ପରକୁ ଜଣେ ପୀଡ଼ା ବିନା କାରଣ ଇନ୍ଦ୍ର ତାକୁ ଭୋଗ କରିକି ଇଏ ଦଣ୍ଡ ପାଇଲେ, ତାଙ୍କୁ ଉଦ୍ଧାର କରିଦେଲେ ଭଗବାନ। ସେ ତା ନିଜ ପ୍ରତିଭାକୁ ଚାଲିଗଲେ। ଗଲେ ତାପରେ ଜନକପୁର ଗଲେ, ଗୁରୁଙ୍କ କଥା ପାଳନ କରୁଛନ୍ତି। ଜନକପୁର ଯାଇକି ରହିଲେ, କେହି ରାଜା ଭାଙ୍ଗି ପାଇଲେ ନାହିଁ। ତାଙ୍କୁ ତ ନିମନ୍ତ୍ରଣ ନଥିଲା, ସେ କାହିଁକି ଉଠିକି ଯିବେ ଭାଙ୍ଗିବାକୁ। ଗୁରୁ କହିଲେ, ହେ ରାମ ଉଠଉ ରାମ ଭଞ୍ଜଉ ଭବ ଚାପା, ମେଟଉ ତାତ ଜଣକ ପରି ଚାପା। ଇଏ ରାଜା ମାନେ ଏତେ ବର ଆଇଛନ୍ତି, ମୋ ଝିଅକୁ କେହି ବାହା ହେଇପାରିଲେନି। ହେ ଉଠଉ, ଆସ ନିଜ ନିଜ ଗୁଣ ଯାଉ, ଲିଖା ନା ଲିଖି ବୈଦେହୀ ବିବାହ। ଇଏ ବୈଦେହୀଙ୍କର ବିବାହ ଲେଖା ହେଇନାହିଁ। ତମେ ସବୁ ବିଶ୍ୱରୁ ଏତେ ରାଜା ହେଇକି ମୋ ଝିଅଟାକୁ ବାହା କେହି କରିପାରିଲନି, ଧନୁ ଭାଙ୍ଗି ପାଇଲନି। ଉଠ ଚାଲ, ଲଜ୍ଜା ଲାଗୁନି ଏଠି ବସିକି କରୁଛ। ଏକଥା ଭଗବାନ ରାମ କହିନାହାନ୍ତି, ଯେ ଜନକଜୀ କହିଲେ। ସମସ୍ତେ ଚୁପଚାପ ପରେ ବିଶ୍ୱାମିତ୍ର ଯିଏ କହିଲେ, ଉଠଉ ରାମ ଭଞ୍ଜଉ ଭବ ଚାପା, ମେଟଉ ତାତ ଜନକ ପରି ତାପା। ଜନକର ଯୋଉ ତାପ, ଜଣକ ଝିଅ ବାହା ହେଇପାରୁନି, ବର ସବୁ ଫେରି ଯାଉଛନ୍ତି, ତା ବାପାର ହୃଦୟ କଣ ହଉଥିବ। ସେଇ ସମୟ ଭିତରେ ଏତେ ବଡ ତାପକୁ ଯିଏ ଶାନ୍ତ କରିଦେବା, ଯେମିତି ଆମର ଯୁଦ୍ଧ ଲାଗିଛି, ସେ ତାପ ଜଳୁଛି, ସେଠି ଶାନ୍ତ ହଉନାହିଁ।
ସେ ଟିକେ ଶାନ୍ତ କେହି ଗୋଟେ କରିଦିଅନ୍ତା ବର୍ତ୍ତମାନ ତାକୁ ଭଲ ଲୋକ ମାନି ନିଅନ୍ତେ। ତାହେଲେ ଏତେ ବଡ଼ ତାପ ଭିତରେ ଭଗବାନ ଯାଇକି ସେ ଗୁରୁକୁ ପ୍ରଣାମ କଲେ, ଧନୁକୁ ଭାଙ୍ଗିଦେଲେ, ତାହେଲେ ତାଙ୍କୁ ବିବାହ କଲେ। ତାହେଲେ ଗୁରୁଙ୍କ ବଚନକୁ ପାଳନ କରିବା, ଶାସ୍ତ୍ର ବଚନକୁ ପାଳନ କରିବା, ମାତା ପିତାଙ୍କୁ ବାଣୀକୁ ଗ୍ରହଣ କରିବା ହେଉଛି ମର୍ଯ୍ୟାଦା। ଫେର ପିତା ଶତ୍ରୁ ପାଳନ କରି ବନକୁ ଗଲେ, ପିତା କହିଲେ କାଲି ତୁ ରାଜା ହବୁ, ଫେର ପିତା କହିଲେ କାଲି ତୁ ବନକୁ ଯିବୁ, କିନ୍ତୁ ତାଥିରେ ବିରୋଧ କରିନାହାନ୍ତି। ଆଜି ଯଦି ଆମେ କହିବା, ଆମ ବାପା ମା ଏମିତି କହିବେ, ଆମେ ତାକୁ ବିରୋଧ କରିବା, କିନ୍ତୁ ମର୍ଯ୍ୟାଦା ପୁରୁଷୋତ୍ତମ ଏଇଥିପାଇଁ ବାପା ଯାହା କହିଲେ ରାଜା ହବ, ପୁଣି କହିଲେ କାଲି ବନବାସ ଯିବୁ, ତାକୁ ରାଜି ହେଇଗଲେ। ରାଜା ହବାକୁ ରାଜି, ବନବାସ ଯିବାକୁ ରାଜି। ଯଥା ଲାଭ ସନ୍ତୋଷା ସନ୍ତୋଷମ ପରମ ସୁଖମ, ସେଥିପାଇଁ ଶାନ୍ତମ ଶାଶ୍ୱତମ ଅପ୍ରମେୟ ମନଘମ ନିର୍ବାଣ ଶାନ୍ତି ପ୍ରଦମ। ତାଙ୍କୁ ଶାନ୍ତ, ଯେଭଳି ସମୁଦ୍ର ଶାନ୍ତ, ଭଗବାନ ରାମ ହଉଛି ଶାନ୍ତ, ବିଚଳିତ ହୁଅନ୍ତି ନାହିଁ। ରାଜା ହେଇଥାନ୍ତେ, ଆଜି ମୁଁ ବନବାସ ଯିବି, ବିଚଳିତ ନଥିଲେ। ସେଥିପାଇଁ ମର୍ଯ୍ୟାଦା ପୁରୁଷୋତ୍ତମ ବାପା ମାଆକୁ ଗାଳି ଦେଇନାହାନ୍ତି। କହିଲେ ଦେଖନ୍ତୁ, ମା ପଚାରିଲେ ପୁଅ ତୁ ବାପା ଡୁଙ୍ଗୁରା ମାରିଦେଲେ ଯେ ତୁ ରାଜା ହବ ବୋଲି, ପୁଣି ବନବାସ କ'ଣ ଦେଲେଣି? କହିଲେ ପିତା ମୋଇ ଦେଇ ଦିନ କାନର ରାଜୁ, ମତେ ରାଜା କରିଥାନ୍ତେ ଅଯୋଧ୍ୟାରେ, ମତେ କାନନ ମାନେ ଜଙ୍ଗଲରେ ମତେ ରାଜା କଲେ। କହିଲେ ତ ଲାଭ କ'ଣ ହବ? କହିଲେ ମା ବୁଝିପାରୁନୁ ତମେ, ଲାଭ କ'ଣ? ମୁଁ ରାଜା ହେଇଥାନ୍ତି ନା, ମୋ ମା ଯିଏ ଜମର ସଉତୁଣୀ ଯିଏ କହିକେ ମତେ ମହାରାଜା କରିଦେଲେ। କହିଲେ ତାପସ ବେଶ ବିଶେଷ ଉଦାସୀ, 14 ବର୍ଷ ରାମ ବନବାସୀ। ତୁମେ ତାପସ୍ୟ ବେଶରେ, ବାବାଜୀ ବେଶରେ 14 ବର୍ଷ ମହାରାଜା ହେଇକି ରହିବୁ। ଏ ଜୀବ ସାଧୁ ସଙ୍ଗ ବିନୁ ଲବି ନ ପାରେ ମତନୁ। ଆମେ ବୁଝିପାରୁନାହାନ୍ତି କୈକେୟୀ କଥା। କୈକେୟୀ ଆଜି ରାମଙ୍କର ଯଦି ଧନ୍ଦା ଉଡୁଥା ତାଙ୍କ ପାଇଁ, କିନ୍ତୁ କୈକେୟୀ ଆମେ ଭଲ ପାଉନାହାନ୍ତି। ଦେଖନ୍ତୁ, ସେ ବରମାଗି ତାଙ୍କୁ ମହାରାଜା 14 ବର୍ଷ କରିଦେଲେ। ଜୀବନରେ ଜଣେ ମହାରାଜା ହବା ସମ୍ଭବ ନୁହେଁ। ରାଜା ହେଇପାରିବ, ମହାରାଜ ମାନେ ବାବାଜୀ ଗୋଟେ ହବା ସମ୍ଭବ ନୁହେଁ। ସେଟା ଉପର ବାଲାର ଇଚ୍ଛା ଥିଲେ ହେଇପାରିବ, ନହେଲେ କେମିତି ଯେମିତି ଟାଉଟର କେତେ ବୁଲୁନାହାନ୍ତି, ସୁର ସାରଥୀ କେତେ ବୁଲୁ ନଥିଲେ କି ନକଲି ଭେଷରେ ଆଶାରାମ। ତାହେଲେ ଏମିତି ମହାରାଜର ଲାଭ କ'ଣ ଅଛି? ସଂସାରକୁ ଧୋକା ଦିଅ ନା, ଅସତ୍ୟ ରାସ୍ତା ଦେଖାଅ ନା। ସେଥିପାଇଁ ତାହେଲେ ଭଗବାନ ସେ କଥାକୁ ଗ୍ରହଣ କରିନେଲେ। ମହାରାଜା ଭେଷରେ ଦେଖନ୍ତୁ ଶାନ୍ତିରେ କୈକେୟୀକି ଆଗେ ପ୍ରଣାମ କରି, ପିତାମାତାକୁ ପ୍ରଣାମ କରି, ମାଆଙ୍କୁ ଗୁରୁକୁ ପ୍ରଣାମ କରି ସେ ଦେଖନ୍ତୁ ଅଯୋଧ୍ୟା ଛାଡ଼ିଦେଲେ। ମର୍ଯ୍ୟାଦା କଳହ କରିନାହାନ୍ତି। ସେ ଚାହିଁଥିଲେ ଅଯୋଧ୍ୟାରେ ପ୍ରଜାଙ୍କୁ ନେଇକି ଆନ୍ଦୋଳନ କରିପାରିଥାନ୍ତେ। ଏଇ ମୋ ବାପା କହିଥିଲା ତୁମେ ମତେ ସମର୍ଥନ କରୁଛ, ହଁ ସମର୍ଥନ କରୁଛ, ଆନ୍ଦୋଳନ କରିବା ଚାଲ। ନାଇଁ, ଆରେ ସଂସାରରେ ମୁଁ ହେଇଥାନ୍ତି ନା ମୋ ଭାଇ ହବ, ଆଉ ଅସୁବିଧା କ'ଣ ଅଛି? କିନ୍ତୁ ଆର ନାଁ ହଉଛି ମର୍ଯ୍ୟାଦା। ମୁଁ ନ ଖାଇଛି ଆଜି ମୋ ଭାଇଟାକୁ ଆଗେ ଖାଇଦେବି, ଟିକେ ଖାଇଦେଲା, ମୁଁ ରାଗିବାର କ'ଣ ଆବଶ୍ୟକ ଅଛି? ମୋ ଭାଇ 14 ବର୍ଷ ପାଇଁ ହେଇଯିବ, ତାପରେ ମୁଁ ସବୁଦିନ ହେବି। ଏଇ ହଉଛି ବିଚାର ଜ୍ଞାନ ମର୍ଯ୍ୟାଦାକୁ କୁହନ୍ତି। ଭଗବାନ ଗଲେ ବନବାସକୁ ନା ନାହିଁ?